ଚମ୍ପାରଣ ସତ୍ୟାଗ୍ରହ ଆନ୍ଦୋଳନ। ଆମ ଭାରତର ବିହାର ରାଜ୍ୟରେ 1917 ମସିହାରେ କୃଷକମାନଙ୍କ ଦ୍ୱାରା ଆନ୍ଦୋଳନ ହୋଇଥିଲା। କୃଷକମାନଙ୍କର ଜମିରେ ନୀଳ ଉତ୍ପାଦନ ପାଇଁ ଇଂରେଜମାନେ ବାଧ୍ୟ କରୁଥିଲେ। ଇଂରେଜମାନଙ୍କ ଦ୍ୱାରା ନିର୍ଦ୍ଧାରିତ ଦରରେ ବିକ୍ରି କରିବାକୁ ପଡ଼ୁଥିଲା। ଫଳରେ କୃଷକମାନେ ଅସନ୍ତୋଷ କରୁଥିଲେ। ନୀଳ ଚାଷ ଦ୍ୱାରା ଜମି ମଧ୍ୟ ନଷ୍ଟ ହେଉଥିଲା। ନୀଳର ଚାହିଦା ହ୍ରାସ ପାଇବାରୁ ନୀଳ ଚାଷ ନ କରିବା ପାଇଁ କର ବୃଦ୍ଧି କରାଯାଇଥିଲା। ଯେଉଁମାନେ ମନା କରୁଥିଲେ ସେମାନଙ୍କୁ ଶୋଷଣ ଏବଂ ଅତ୍ୟାଚାରର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ଜମିର 20 ଭାଗରୁ 3 ଭାଗରେ ନୀଳ ଉତ୍ପାଦନ ହେଉଥିଲା। ଏଣୁ ଏହାକୁ ତିନି କାଠିଆ ବ୍ୟବସ୍ଥା କୁହାଯାଉଥିଲା। ନୀଳ ଜମିରେ ଥରେ ଚାଷ ହେଲେ 3 ବର୍ଷ ପାଇଁ କୌଣସି ଚାଷ ସେହି ଜମିରେ ହେଉନଥିଲା। ଏସବୁ ଅସୁବିଧାକୁ ଅନୁଧ୍ୟାନ କରି ରାଜକୁମାର ଶୁକ୍ଳ ଗାନ୍ଧୀଙ୍କୁ ଜଣାଇଲେ। ଫଳରେ ଗାନ୍ଧୀଜୀ ଏହାର ତଦାରଖ କରି ଆନ୍ଦୋଳନ ଆରମ୍ଭ କଲେ। ରାଜେନ୍ଦ୍ର ପ୍ରସାଦ ମଧ୍ୟ ଯୋଗ ଦେଲେ। ବହୁ ଚେଷ୍ଟା ପରେ ଏହି ଆନ୍ଦୋଳନ ସଫଳ ହେଲା। ଧନ୍ୟବାଦ।